नमस्कार आरंभ करने जाऊँ आज ओडिया कार्यक्रम नारी तुमे केड़े धन्य। नारी तुमे केड़े धन्य, तुमे केड़े धन्य। नारी तुमे केड़े धन्य, तुमे केड़े धन्य। तुम नारी जन्म, धन्य तुम नारी जन्म। आश्चर्य सृष्टि ईश्वरंक, नारी तुमे केड़े धन्य। हो नारी तुमे केड़े धन्य। नारी तुमे केड़े धन्य, तुमे केड़े धन्य। हमने जाने इंटरनेशनल वुमेन्स डे सेलिब्रेटेड ऑन March 8 of every year. प्रति वर्ष এই দিନରେ ইন্টারন্যাশনাল ওমেন্স ডে সেলিব্রেট করা যায়। গত ବର୍ଷ ওমেন্স ইন্টারন্যাশনাল ওমেন অ্যাসোসিয়েশন ର ପ୍ରତି ବର୍ଷ ସେମାନଙ୍କର ଥୀମ୍ ଥାଏ। ଗତ ବର୍ଷର ଥୀମ୍ ଥିଲା ଜଷ୍ଟିସ ରାଇଟ୍ ଆଣ୍ଡ ଏମ୍ପାୱରମେଣ୍ଟ, ଯୋଉଟା କି 2025 ପାଇଁ ଥିଲା। 2026 ର women international women association ର ଥୀମ୍ for this year is justice right and action। এই বছর থিম সেমানে নিরূপণ করিয়েছেন তাহা হচ্ছে জস্টিস রাইট এন্ড অ্যাকশন। জস্টিস কোন মানে নারী মানে যে প্রকার নির্যাতনা সহৌଛନ୍ତି ଆଉ ସେଇ ତାର ପାଇଁ କି ଯେମିତି ସେମାନେ ଜଷ୍ଟିସ୍ ସେମାନଙ୍କୁ ମିଳିବ within 1 hour ସେଟା ପାଇଁ କି ସେମାନେ ନିରୂପଣ ରଖିଛନ୍ତି ବା ନିର୍ଦ୍ଧାରିତ କରିଯାଇଛନ୍ତି। and right for each girl child, জন্ম ঠাରୁ ଗୋଟେ women ବୃଦ୍ଧ ପର୍ଯ୍ୟନ୍ତ ସେ ଯେମିତି ତାର every right she will gain in education, in academics, in administration, ଯୋଉ field ସେମାନେ ଅଛନ୍ତି ସେମାନଙ୍କ rights କୁ ସେମାନେ avail କରିପାରିବେ। ସେଥିପାଇଁ ସେମାନେ ତା ପାଇଁ ମଧ୍ୟ steps ନିଆଯାଉଛନ୍ତି। and action ହଉଛି ଏ ପ୍ରକାର ଘଟଣା ଗୁଡ଼ିକ ଘଟି ଯାଉଛି ଯୋଉଟା କି ଘଟଣା ପାଇଁ punishment declare ହେଇଯାଉଛି, but action is very slow in our country। our country ଆମ ଦେଶରେ action ଟା punishment declare ହେଇଯାଉଛି but ତାର implement ହେଇପାରୁନି। ତ ସେଥିପାଇଁ ସେମାନେ action କୁ ବହୁତ ଜୋର ଦେଇଛନ୍ତି ଏ ବର୍ଷ। ଗତ ବର୍ଷ ଥିଲା empowerment, this year is action, they have changed to action। but from Bible ମୁଁ କିଛି ବିଷୟ କହିବା ପାଇଁ ଚାହେଁ। ଆମେ ଦେଖିଲୁ ପ୍ରଭୁ ମଧ୍ୟ କହିସାରିଛନ୍ତି ଯେ justice ଯେପରି ଗୋଟେ ବିଚାର କରିଥିଲି ଆମଙ୍କର ବାଇବଲରେ ଦିଆଯାଇଥିଲା ଦେବରାଜ ବିଷୟରେ। she was ଗୋଟେ woman judge ଯିଏକି led to the whole Israel। ସେଇ ପ୍ରକାର woman କୁ ପ୍ରଭୁ ବାଇବଲରେ ମଧ୍ୟ ଠିଆ କରିଅଛନ୍ତି ଗୋଟେ ଜଜ୍ ଭାବରେ। ଆଉ ରାଇଟ୍ କୁଇନ୍ ଏସ୍ଥର ସେ ତାଙ୍କର ରାଇଟ୍ସ ପାଇଁ, ତାଙ୍କର ନେସନର ରାଇଟ୍ ପାଇଁ, ତାଙ୍କର ଲୋକମାନଙ୍କର ରାଇଟ୍ ପାଇଁ being a woman ସେ କେବେ ବି ଭାବିନଥିଲେ କି ମୁଁ ମୋର ନିଜର ଗୋଟେ ମହିଳା ଅଟେ ମୁଁ କିପରି କରିପାରିବି, ମୋର ଏତେ ଦୁର୍ବଳତା ଅଛି, ଏତେ ୟଙ୍ଗ ଅଛି, ସେ ପ୍ରକାର ଭାବିନଥିଲେ। ପ୍ରଭୁଙ୍କର ପ୍ଲାନ୍ କୁ she accepted in her life ଆଉ ସେ ଇମ୍ପ୍ଲିମେଣ୍ଟ କଲେ। ଆଉ she fought for the nation। ଆଉ ତାଙ୍କର ଲୋକମାନଙ୍କ ପାଇଁ ସେ ଯାଇକି ରାଜାଙ୍କ ନିକଟରେ ତାଙ୍କର ରିସ୍କ ଦେଲେ ତାଙ୍କ ଲାଇଫକୁ ମଧ୍ୟ। ଆଉ action for this year is action। ଆଉ action ରେ ଆମେ ଦେଖୁଛୁ ବାଇବଲରେ ମଦର ମେରୀଙ୍କ ବିଷୟରେ। मदर मेरी कौन करथिले हर साइलेंस
yes, Nirabaka found the yes କହିଥିଲେ which could fulfill God's plan and purpose for the entire world. ପ୍ରଭୁଙ୍କର ସେଇ ଯୋଜନାକୁ ତାଙ୍କ ଜୀବନ ଦ୍ୱାରା ଗୋଟେ ନିରବ ରହିକି ହଁ କରିବା ଦ୍ୱାରା ହମ୍ବଲ ହେଇକି ସେ ଯେତେବେଳେ ପ୍ରଭୁଙ୍କର ଯୋଜନାକୁ ସ୍ୱୀକାର କରୁଥିଲେ ତାଙ୍କ ପ୍ଲାନ ପର୍ପସ ସ୍ୱୀକାର କରୁଥିଲେ being a woman ସେ ଯେତେବେଳେ ସ୍ୱୀକାର କଲେ ସେଟା କଣ ହେଲା ପୁରା ମାନବ ଜାତିର ଗୋଟେ ଇଟର୍ନାଲ ଲାଇଫ ର କାରଣ ଯୋଉ ଦ୍ୱାରା କି ପ୍ରଭୁ ଯୀଶୁ ଜଗତକୁ ଆସି ପାରିଲେ ମଦର ମେରୀଙ୍କ ଦ୍ୱାରା ସୋ ସେଇ ପ୍ରକାର ଭାବରେ sometimes we have to stay silent in our life ଆମେ ଭାବୁଥାଉ କି ଆମଙ୍କ ପାରିପାର୍ଶ୍ୱିକ ଜୀବନ ଖାନାଙ୍କ ଜୀବନରେ ଆମେ ଶିଖିପାରୁଛୁ ଯେ ତାଙ୍କ ପାରିପାର୍ଶ୍ୱିକ ପରିସ୍ଥିତି situations when we see from the Bible କି ତାଙ୍କ ପାରିପାର୍ଶ୍ୱିକ situations ବହୁତ difficult ଥିଲା nobody could understand her even her husband Elimelech କେହି ବି ବୁଝିପାରୁନଥିଲେ ଯୋଉଟା କି ତାଙ୍କର ଜୀବନରେ ଯୋଉ ଦୁଃଖଟା ଥିଲା ତାହା ଦୂର କରିଥିଲା ମୁଁ ଜାଣିନି କେତେ ଜଣ ଆପଣମାନେ ଆଗ୍ନେସ ଗନ୍ସାଇ ବୋଜାକ୍ସୁଙ୍କ ବିଷୟରେ ଶୁଣିଛନ୍ତି if somebody has heard about ଆଗ୍ନେସ ଗନ୍ସା ବୋଜାକ୍ସୁ ଆପଣମାନେ ଟିକେ ହାତ ଉଠେଇ ପାରିବେ ଆଗ୍ନେସ ଗନ୍ସା ବୋଜାକ୍ସୁ she was a young lady from Yugoslavia. She was a foreign descent, but a young lady भाବରେ ଥିଲେ Agnes Gonsa Bojaxhiu. At her 70 age, she left her home and her parents, her relatives, everybody. ଆଉ ସେ ଭାରତ ଦେଶକୁ ଆସିଥିଲେ କିଛି ନଥାଏ ତାଙ୍କ ପାଖରେ ଆଉ ସେ ଭାବି ନଥିଲେ ମୁଁ ଗୋଟେ ମହିଳା ମୁଁ ଯିବି ଏ ଜାଗାକୁ unknown place, unknown people, nobody was there to help her out. କିନ୍ତୁ ସେ କେବେ ବି ଭାବି ନଥିଲେ କି ମୁଁ ଯାଇକି କିପରି ଭାବରେ ସେ ଜାଗାରେ କିଛି କରିପାରିବି ବଟ୍ ଇନ୍ ଦ ବର୍ଡନ୍ ଗୋଟେ ପର୍ପସ୍ ଗୋଟେ ପ୍ଲାନ୍ ସହିତ ପ୍ରଭୁଙ୍କର ଇଚ୍ଛାକୁ ଫୁଲଫିଲ୍ କରିବା ପାଇଁ ଆଗ୍ନେସ ଗନ୍ସା ବୋଜାକ୍ସୁ ସେ ଝିଅଟି ଆସିଥିଲେ ପହଞ୍ଚିଥିଲେ ଆଉ ତାଙ୍କୁ ସେତେବେଳେ 17 ବର୍ଷ ସେଇ ବୟସରେ ଗୋଟେ ପତଳା ହେଇକି କିଛି ନଥାଇକି ଗୋଟେ ବ୍ୟାଗରେ ସେ ଅଳ୍ପ କିଛି ଲୁଗା ଧରିକି ଆସିଥିଲେ ସେଇଟା ବି रेलवे स्टेशन पे पहुंचुका देखले बेगर्स मान को देखले से शॉल जो घोड़े के से जब से दे देले ताको पाखरे जहां थी से खाइबा को से लोक मान को दे देले आउ जेतोले से पहुंचु जल्दी से देखो जल्दी कहते अबंडेंट चाइल्ड माने रास्ता पड़े भी छाड़ दिया ले पाके 10 दिन पाके छाड़ दे जहां पर भी पेरेंट्स मतलब बाबा की मां यही होता सेही छुआମାନଙ୍କୁ ନେଇକି ସେ ଗୋଟେ ଅନାଥ ଆଶ୍ରମଟେ ଷ୍ଟାର୍ଟ କରିଥିଲେ ଆଉ ସେଇ ଝିଅମାନଙ୍କୁ ଯେତେବେଳେ ପଚରା ହେଲା ଯେ ଏମିତି ଝିଅମାନଙ୍କୁ ତମେ କାହିଁକି ରଖୁଛ ନା ଏମାନଙ୍କର ଯେହେତୁ ସେମାନେ they are destined to be a girl child they have no parents ସେମାନଙ୍କର କେହି ପିତାମାତା ନାହାନ୍ତି କାହିଁକି ସେମାନେ ଝିଅ ପିଲା ବୋଲି ତାଙ୍କୁ ଛଡ଼ା ଯାଇଛି ରାସ୍ତା ଉପରେ ଡଷ୍ଟବିନରେ ଫିଙ୍ଗା ଯାଇଛି କୁକୁରମାନେ ତାଙ୍କୁ ଟାଣିକି ଖାଉଛନ୍ତି ଆଉ ସେହିପରି ପିଲାମାନଙ୍କୁ ସେ ରଖିଲେ ଏଡୁକେସନ ଦେଲେ କିଛି ନଥାଇକି ସେ ଲୋକମାନଙ୍କର କେତେ ତୁଚ୍ଛ ଅବସ୍ଥାରେ ଲୋକମାନେ ତାଙ୍କୁ କେତେ ଖରାପ ଦୃଷ୍ଟିରେ ଦେଖୁଥିଲେ କେତେ ଖରାପ ବ୍ୟବହାର କରୁଥିଲେ ତଥାପି ସେ ସେଗୁଡାକୁ ଖାତିର କରୁନଥିଲେ ଆଉ ଧୀରେ ଧୀରେ ତାଙ୍କ କାର୍ଯ୍ୟ ସେ କରି ଚାଲୁଥିଲେ ସାଇଲେଣ୍ଟଲି ତାଙ୍କର କାର୍ଯ୍ୟକୁ କିଏ ରେକଗ୍ନାଇଜ କରିବେ ବୋଲି ସେ ଭାବି ବି ନଥିଲେ ଆଉ ସେଇ ପ୍ରକାର ଭାବରେ ଦିନେ ସେ କ'ଣ ହେଲେ she turned out to be the mother of their children of those children कि से दिने मदर हेले मां हेले ଆଉ ବାହା ନ ହେଇକି ବିବାହ ନ କରିକି ଏତେ ବଡ଼ ପରିବାର ଗୋଟେ ମାଁ ହବାଟା ବହୁତ ଭାଗ୍ୟର କଥା ଥିଲା ଆଉ ତାଙ୍କୁ ଆମେ later we know her as Mother Teresa ଆମେ ତାଙ୍କୁ ଜାଣୁଛୁ as Mother Teresa ଆଉ ସେ ତାପରେ known as the candle of Calcutta ମାନେ ପୁରା ପୃଥିବୀ ଯାକ ସେ ଲାଇଟ୍ ପ୍ରଦାନ କରୁଛନ୍ତି ଆଉ ତାଙ୍କୁ ହିଁ ମଦର ଟେରେସା ଭାବରେ ନାମକରଣ କରାଗଲା ଆଉ ଯାହାକୁ ବିଭିନ୍ନଟା ପ୍ରକାରର ପୁରସ୍କାରରେ ସ୍ୱୀକୃତି କରାଯାଇଥିଲା ବଡ଼ ବଡ଼ ପଦ୍ମଭୂଷଣ ରାଜା ରାମ ମ୍ୟାଗ୍ସେସେ ଆୱାର୍ଡ ଆଉ ଗୋଟେ ହଉଛି ନୋବେଲ ପ୍ରାଇଜ ଫର ପିସ୍ ଏଇ ତିନିଟା ଆୱାର୍ଡ ସେ କେବେ ଭାବି ନଥିଲେ ତାଙ୍କ ଜୀବନ କାଳରେ ସେ ଏହି କାର୍ଯ୍ୟଗୁଡ଼ିକ କରିବା ଦ୍ୱାରା ଏତେ ବଡ଼ ପୁରସ୍କାର ପ୍ରସ୍ତୁତ ହେବେ ବୋଲି ଆଉ ଯେପରି ଆମେ ଦେଖୁଛୁ ମୋର କହିବା ତାତ୍ପର୍ଯ୍ୟ କି ଆମେ ଭାବୁଛୁ ଅନେକ କି ହୁଏତ ଦେଖିବେ ଗ୍ରହଣ କରିବେନି ହୁଏତ ମୋର କିଛି ଯୋଗ୍ୟତା ନାହିଁ ବଟ୍ ଗଡ୍ ନୋସ୍ who I am ପ୍ରଭୁ ଯଦି ଜାଣିଛନ୍ତି ତାହା ହିଁ ଯଥେଷ୍ଟ ଆମଙ୍କ ପାଇଁ ଆଉ ଆମେ ଯେପରି ଦେଖୁଛୁ ଆଜି ଜଗତର ଅନେକ ଯୋଜନା ଗୁଡ଼ିକ କାର୍ଯ୍ୟ କରୁଛି women empowerment but I believe without God's power we cannot be empowered ସେଇ ଗଡ୍ ଙ୍କ ପାୱାର ଦ୍ୱାରା ହୋଲି ସ୍ପିରିଟ୍ ଙ୍କ ପାୱାର ଦ୍ୱାରା ହିଁ ଆମେ ଏମ୍ପାୱାର୍ଡ ହେଇପାରିବା ଆଉ ତାହେଲେ ଯାଇକି ଆମେ କିଛି କାର୍ଯ୍ୟ କରି ତାହା ଫୁଲଫିଲ୍
ହେଇପାରିବ ଆଉ ବିଶେଷ କରି ମଧ୍ୟପାର୍ଶ୍ୱ ଯୋଉ ମିଡଲ ଇଷ୍ଟରେ ଯୋଉ ଆମେ ସିଚୁଏସନ ଦେଖୁଛୁ ତାହା ପ୍ରଭୁଙ୍କର ଆଗମନର ଅତି ସନ୍ନିକଟ ସମୟରେ ଆମେ ପହଞ୍ଚି ଯାଇଛୁ କେତେବେଳେ ପ୍ରଭୁ ଆସିବେ ତାହା ଆମକୁ ଜଣା ନାହିଁ ବଟ୍ ଲେଟ୍ ଗଡ୍ ପ୍ରିପେୟାର ଅଲ୍ ଅଫ୍ ଅସ୍ ଫର୍ ହିସ୍ କିଙ୍ଗଡମ୍ ଆଉ ଯେପରି ଗ୍ଲାଡିସ୍ କେମ୍ସ ଗୋଟେ ମହିଳା ହେଇ ତାଙ୍କର ସ୍ୱାମୀ ତାଙ୍କ ପିଲାମାନେ ସମସ୍ତଙ୍କୁ ମାରି ଦିଆଗଲା ଷ୍ଟିଲ୍ ସି ଫରଗିଭ୍ ଏଭରିବଡି ଆଉ ସେଥିପାଇଁ ପ୍ରଭୁଙ୍କର ପରିଚୟ ସେ ସାରା ଜଗତରେ ପ୍ରଦାନ କରିପାରିଲେ ଆଉ ଆଜି ଆମମାନଙ୍କର ସେ ପରସିକ୍ୟୁସନର ଟାଇମ୍ ମଧ୍ୟ ଆସିଯାଇ ପହଞ୍ଚିଅଛି କେତେବେଳେ ଆମମାନଙ୍କର ପରିବାରରେ ମଧ୍ୟ ତାହା ହେଇପାରେ ଆଉ ସେଥିପାଇଁ ମୁଁ ସମସ୍ତଙ୍କୁ ଏନକରେଜ କରୁଛି ପ୍ରଭୁଙ୍କ ଠାରେ ରୁହନ୍ତୁ ପ୍ରଭୁଙ୍କ ଠାରେ ବଢନ୍ତୁ ଲେଟ୍ ପିପଲ ଡୁ ନଟ୍ ରିକଗ୍ନାଇଜ ଆୱାର ୱାର୍କ ପ୍ରଭୁ ହିଁ ଜାଣିବାଟା ଆମ ପାଇଁ ଇମ୍ପୋର୍ଟାଣ୍ଟ ଆଉ ପ୍ରଭୁ ହିଁ ଆମମାନଙ୍କୁ ୟୁଜ କରିବେ ଥ୍ୟାଙ୍କ ୟୁ ସୋ ଆଜିର ପ୍ରୋଗ୍ରାମଟି ଏଠାରେ ରଖୁଛୁ ଈଶ୍ୱରଙ୍କ ଇଚ୍ଛା ହେଲେ ନେକ୍ସଟ ଏପିସୋଡରେ ଦେଖା ହେବ ଶାଲୋମ ବାଏ ବାଏ ତୁମେ କେଡ଼େ ଧନ୍ୟ ତୁମେ କେଡ଼େ ଧନ୍ୟ